ଏବେ ଆପଣମାନେ ସମସ୍ତେ ଦେଖିପାରୁଥିବେ ମାନେ ଘର ଭିତରେ କେତେଥର ପାଣି ଚାଲିଛି, କେତେଥର ବର୍ଷା ହେଉଛି। ବର୍ତ୍ତମାନ 3:22 ସମୟ ରାତି ହେଇଛି, ରାତି 3:22 ସମୟରେ ଏତେ ଜୋର ବର୍ଷା ହେଲା ଯେ ମୁଁ ଛାନିଆରୁ ଉଠିକି ମୋ ବୋଉକୁ ଡାକିଲି। ବୋଉ ସେପଟ ଘରୁ ଉଠିକି ଆସିଲା। ଆଉ ମାନେ ସବୁଆଡ଼େ ଘର ସାରା ପୁରା ପାଣି, ଦେଖୁଛୁ କେତେ ଜୋର ପାଣି ଚାଲିଛି ପୁରା। ଆଉ ଏଠି ଦେଖ କାନ୍ଥ ଉପରେ କେତେ ଜୋର ପାଣି ଚାଲିଛି, ମାନେ ପୁରା ଏତେ ଜୋର ବର୍ଷା ହେଉଛି ଯେ ଆଉ ଶୋଇ ହେଲାନି ଟୋଟାଲ। ରାତି ସାରା ଅନିଦ୍ରା ହେବାକୁ ପଡ଼ିବ। କାଲି ବି ସେ ହେଇଥିଲା, ଆଜି ବି ସେଇ ପରିସ୍ଥିତି। ଆଉ ସବୁ ଭାଇମାନେ ଭାବୁଥିଲେ କି ଏଇଟା ଆମ ଘର ନୁହେଁ, ଆମ ଘର ନୁହେଁ। ଏବେ କୁହ ମୁଁ ରାତି 3ଟାରେ ତ ଆସି କାହା ଘରେ ଭିଡ଼ିଓ କରିବିନି ନା। ସମୟ ଆଜି ଖରାପ ଅଛି, କାଲି ଠିକ୍ ହେଇଯିବ, ସେ ପାଇଁ ଦୁଃଖ ନୁହେଁ। ଟିକେ ଏଇଆ ରାତିରେ ଟିକେ ବର୍ଷା ହେଲା ବେଳକୁ କୁଆଡ଼େ ଯାଇହେବନି, ଯେହେତୁ ମାଟି ଘର ନା, ମାଟି ଘର ବାଲାଙ୍କର ଦୁଃଖ ହେଉଛି ଏଇଆ। ରାତିରେ ବର୍ଷା ହେଲେ ଘର ଚାରା ପୁରା ପାଣି ହେଇଯିବ, ଶୋଇବା ନେଇ ବହୁତ ହଇରାଣ ହେବ। ଆଉ ଦେଖୁଛ ମୁଁ ଖଟ ଉପରେ ଉଠିକି ବସିଛି, ଖାଲି ଖଣ୍ଡେ ଗାମୁଛା ଗୋଟେ ପିନ୍ଧିକି। ଆଉ ପାଣି କିନ୍ତୁ ପୁରା ଖଟ ସାରା ହେଉଛି। ତ ଏବେ କୁହ ଦେଖ ମୋ ବୋଉ ବି ନିଜେ ଉଠିକି ଏଇ ମାନେ କୁଣ୍ଡ ଆଉ ବାଲ୍ଟି ଫାଲ୍ଟି ସବୁ ବସଉଛି, କାହିଁକିନା ଘର ସାରା ପୁରା ପାଣି କାଦୁଅ ହେଲାଣି। ସେପଟ ରୁମ୍ରେ ଆହୁରି ଅଧିକ। ଏବେ କହୁନ କାହା ଘର ଏଇଟା? ଆଉ ଆପଣମାନଙ୍କୁ କେମିତି ଲାଗିଲା ମୋ ଘର କମେଣ୍ଟରେ ଜଣାଅ।